Stop. Center. Center. Turn. Stop. Left to. Turn. Stop. Out. Turn. Stop. Salute. Turn. ଯେତେବେଳେ ଷ୍ଟର୍ମ କୁ ମୁଁ ସର୍ଚ୍ଚ ପାଇଁ ପଠାଉଥିଲି ମୁଁ ମଧ୍ୟ ଭୟଭୀତ ହେଇଯାଇଥିଲି କାହିଁକି ନା ଯୋଉ କାଦୁଅ ଦଲଦଲ ଭିତରେ ମୁଁ ପ୍ରାୟ ମୋର ଆଣ୍ଠୁ ଯାଇ ପଶି ଯାଇଥିଲା। ମୁଁ ହେଲେ ମଧ୍ୟ କଷ୍ଟ ସହି ବାହାର କରି ମୁଁ ଷ୍ଟର୍ମକୁ ଆଗକୁ ମୁଭ୍ କରୁଥାଏ। ପାଲକଡା ଜଙ୍କସନରେ ଆମକୁ 5 ତାରିଖରେ ଓହ୍ଲେଇଲେ। ସେଠାରୁ ସ୍ପଟ ହଉଛି 200 କିଲୋମିଟର ଡିଷ୍ଟାନ୍ସ। ସେଇ 200 କିଲୋମିଟର ଗଲା ପରେ ଆମକୁ ନେଭାଲ ଆର୍ମି ଏବଂ NDRF ପୋଲିସ ସହିତ ନିୟୋଜିତ କରାଯାଇଥିଲା ଏବଂ ଯୋଉ ୱାଇନଡାରେ ସ୍ପଟରେ ଆମକୁ ଜାଗା ଦେଖେଇ ଦେଇଥିଲେ ଯେ ଏଇ ଜାଗା ଏତିକ ଆପଣ ମାନେ ସର୍ଚ୍ଚ କରିବେ। ଆମେ ପ୍ରାୟ 4-5 କିଲୋମିଟର ଡିଷ୍ଟାନ୍ସରେ ସର୍ଚ୍ଚ କରିଥାଉ। ଏତିକି ଫଳରେ ଯୋଉ ଜାଗାରେ ଦବି ହେଇଯାଇଥିବୁ 2-3 ଫୁଟ ଭୂମିରେ ଦବି ହେଇଥିବା ମୂର୍ତ୍ତି ଆଦମିକୁ ସିଏ ସ୍ମେଲ ପାଇ ଷ୍ଟର୍ମ ବର୍ତ୍ତମାନ ଚିହ୍ନଟ କରୁଥାଏ ଏବଂ ଇଣ୍ଡିକେସନ ଦଉଥାଏ, ଭୋକୁଥାଏ, ଲାଙ୍ଗୁଡ ହଲଉଥାଏ। ଏଇ ସମୟରେ ଆମେ JCB କି ଡାକିକି ସେଠାରେ ଖୋଳି ବାହାର କରୁଥିଲୁ ଏବଂ ଆଗକୁ ମଧ୍ୟ ମୁଭ୍ କରୁଥିଲୁ। ଏମିତି ଆମେ 4-5ଟା ମୁଭ୍ କରିବା ଫଳରେ ସନ୍ଧ୍ୟାରେ ଆମକୁ କଣ୍ଟ୍ରୋଲ ରୁମରୁ ରିପୋର୍ଟ ଆସୁଥିଲା ଯେ ଆପଣଙ୍କର ଡଗ୍ ଯୋଉଠି ଚିହ୍ନଟ ଦେଇଛି ସେଟା ବର୍ତ୍ତମାନ 1 କିମ୍ବା 2ଟି ଲାଶ ବାହାରିଛି। ଏପରି ସାରେ ଆମେ ପ୍ରାୟ 5-6 ଦିନ କାଳ ଅପରେସନ କଲୁ। ଅପରେସନ କରିବା ଫଳରେ ଆମର 15 କି 12 କି 15ଟା ଖଣ୍ଡେ ଲାଶ ସକ୍ସେସ ହେଇଛି। ଆଉ ଆମେ ସକ୍ସେସ ହେବା ପରେ ଆମେ ବହୁତ ଖୁସି ଅଛୁ। ଯେତେବେଳେ ଷ୍ଟର୍ମକୁ ମୁଁ ସର୍ଚ୍ଚ ପାଇଁ ପଠାଉଥିଲି ମୁଁ ମଧ୍ୟ ଭୟଭୀତ ହେଇଯାଇଥିଲି କାହିଁକି ନା ଯୋଉ କାଦୁଅ ଦଲଦଲ ଭିତରେ ମୁଁ ପ୍ରାୟ ମୋର ଆଣ୍ଠୁ ଯାଇ ପଶି ଯାଇଥିଲା। ମୁଁ ହେଲେ ମଧ୍ୟ କଷ୍ଟ ସହି ବାହାର କରି ମୁଁ ଷ୍ଟର୍ମକୁ ଆଗକୁ ମୁଭ୍ କରୁଥାଏ। ଷ୍ଟର୍ମ ମୁଭ୍ କଲା ପରେ କେତେ ଗୁଡେ ଘର ଭାସି ପଳେଇଛି ଏବଂ କେତେ ଗୁଡେ ଭଙ୍ଗା ରହିଛି। ସେଇ ଭଙ୍ଗା ଭିତରେ ମୁଁ ପଶିକି ସେଇ ଷ୍ଟର୍ମକୁ ସର୍ଚ୍ଚ କରୁଥାଏ। ଆଉ ଲୋକମାନେ ସବୁ ହାହାକାର ଭୟଭୀତ ହେଇ ଖାଲି ଛାନିଆ ହେଇକି ରହିଥାନ୍ତି। ସେଥିରେ ଆମେ କାମ କରୁଥିଲୁ, ଆମକୁ ମୋତେ ଭାରି ଜୋରରେ ଭୟ ଲାଗୁଥାଏ। ଆଜ୍ଞା, ଯିଏକି ଆମର DSP ସାର୍ କଟକ ହେଡକ୍ୱାର୍ଟର K9 ସ୍କ୍ୱାଡର DSP ସାର୍ ସବୁ ଜାଣିକି ଆମକୁ ବହୁତ ବହୁତ ଧନ୍ୟବାଦ ଦେଲେ ଏବଂ କହିଲେ ବର୍ତ୍ତମାନ ଆପଣଙ୍କୁ ରିବାର୍ଡ ଆମେ ଘୋଷଣା କରିବୁ। ବର୍ତ୍ତମାନ କିଛି ଆଜି ଯାଇ ଜଣେଇନାହାନ୍ତି। ଆଉ ଘୋଷଣା ହେଲା ପରେ ଷ୍ଟର୍ମକୁ ସାର୍ 7 ବର୍ଷ ହେଲା। ସିଏ 2011ରେ ପୋଲିସରେ ଯୋଗ ଦେଇଛି ସାର୍। ଛୁଆ ବେଳୁ ଯୋଗ ଦେଇଛି। ତାର 3 ମାସ ପରେ ଆମେ ଟ୍ରେନିଂ ଯେ ସକୁରୁଳି ଟାଇମରେ 10ଟା ବେଳୁ 250 ଚାଉଳ, ଅଧା କିଲୋ ମଟନ ଏବଂ ହଳଦୀ ଗୁଣ୍ଡ ଏବଂ ଗ୍ରୀନ୍ ଭେଜିଟେବୁଲ ତାକୁ ମେଲ୍ଟ କରି ଆମର ଯିଏ କେନାଲ ବୟ ସନ୍ତୋଷ କୁମାର ବଳିଆର ସିଂ ସେ ବର୍ତ୍ତମାନ ସେଟା ମେଲ୍ଟ କରି ତାକୁ ଖାଇବାକୁ ଦିଆଯାଏ। ଖାଇବାକୁ ଦେଲା ସମୟରେ ମଧ୍ୟ ଆମେ ତାକୁ ଆକ୍ଟିଭେଟ କରୁ। ଆକ୍ଟିଭେଟ ହେଲା ପରେ ଓଭର ଟେକ୍ ଇଟ୍ କହିଲା ମାନେ ସିଏ ଖାଇବ। ଆଉ ସନ୍ଧ୍ୟାରେ ସାରେ 2 ପଟ ଅଟା ରୁଟି ଆଉ କ୍ଷୀର ଅଧା ଲିଟର, ଅଣ୍ଡା 2 ପଟ ତାକୁ ମେଲ୍ଟ କରି ସନ୍ଧ୍ୟାରେ ଦିଆଯାଏ। ବାସ୍ ପ୍ରତ୍ୟେକ ଦିନ ଖାଇଥାଏ। ଆମକୁ ମଧ୍ୟ ଖୁସି ଲାଗିଲା କାହିଁକି ନା କୌଣସି ଲୋକ ଅସୁବିଧାରେ ଅଛନ୍ତି ଆମେ ସାହାଯ୍ୟ କଲେ ନିଜକୁ ଆନନ୍ଦ ଲାଗିବ। ଏଇଟା ସାଧାରଣ ଜିନିଷଟା। ଆମେ ସରକାରୀ ହିସାବରେ ତ ଅନ୍ୟ ଟାଇମରେ ତ ଆମେ ଯାଇପାରିବୁନୁ, କୌଣସି ସୀମିତ ନିୟମ ଅନୁସାରେ କିଛି କରିପାରିବୁନୁ। କିନ୍ତୁ ସେଇ ଯୋଉ ହାହାକାର ପରିସ୍ଥିତି, ଲୋକଙ୍କର ଯୋଉ ପ୍ରକାର ଦୁଃଖ ସମୟଟା, ସେ ସମୟରେ ଆମେ କିଛି ସହଯୋଗ କଲୁ, ଆମକୁ ମଧ୍ୟ ଆନନ୍ଦିତ ଲାଗିଲା। ସେ ଡଗ୍ ଦ୍ୱାରା ହିଁ ଆମେ ସହଯୋଗ ପାଇଲୁ। ସାଇନ୍ସରେ ଆମର ଯେତେ ଡେଭଲପମେଣ୍ଟ ହେଲେ ମଧ୍ୟ ଡଗ୍ଟା ନିହାତି ଦରକାର, ଡଗ୍ର କାମ। ତେଣୁକରି ଡଗ୍ ଦ୍ୱାରା ହିଁ ଉପକୃତ ହେଇଛୁ। ଆଉ ରହିଥିଲେ ମଧ୍ୟ କିଛି ଦିନ ହେଇଗଲା, ତାପରେ ମାଟି ଅତଡା ମଧ୍ୟ ଖସି ଯାଇଥିଲା, ଯୋଉଟା କି ବହୁତ ଡିଷ୍ଟାନ୍ସ। ଇଏ ମଧ୍ୟ ଡଗ୍ ଧରିବା ପାଇଁ 6 ଫୁଟ ଡିଷ୍ଟାନ୍ସ ଦରକାର। ତାଠୁ ଗଭୀର ଥିଲେ ମଧ୍ୟ ଡଗ୍ ଧରିବାଟା କଷ୍ଟ। ଆମେ ଯାହା ଅନୁମାନ କରୁଛୁ ଦୁନିଆ ମାନେ 50-70 ଫୁଟ ମାନେ ପର୍ଯ୍ୟନ୍ତ ମାଟି ପଳେଇ ଆସିଛି ପାହାଡରୁ। ଏତେ ଗଭୀରରେ ମଧ୍ୟ ଡଗ୍ଟା ଅସମ୍ଭବ। ଆଉ ଯେତିକି ଧରିଛି କି ସେତିକି ଆମେ ସାଟିସ୍ଫାକ୍ସନ ଅଛି, ମାନେ ପଏଣ୍ଟ ଆଉଟଟା ସାଟିସ୍ଫାକ୍ସନ ଅଛି। ତାର ଦୈନିକ ହେଲା ପ୍ରଥମ ସକାଳୁ ଉଠିଲେ ତାର ଗ୍ରାଉଣ୍ଡକୁ ଆମେ ନବୁ। ତାର ଯେମିତି ଧସ୍ତାଧସ୍ତ କରିବା କଥା ଗ୍ରାଉଣ୍ଡରୁ ବୁଲାବୁଲି କଲା ପରେ ତାକୁ ଆଣି ପରିଷ୍କାର ଟୁଆଲରେ ପୋଛା ପୋଛି ଭଲ ମନ୍ଦ ତାକୁ ପରିଷ୍କାର କରିବୁ। କଲା ପରେ ତାକୁ ପୁଣି ଷ୍ଟ୍ରଙ୍ଗକୁ ରେଷ୍ଟ କରାଯିବ। ମିନିମମ୍ ତାକୁ ଘଣ୍ଟାଟେ ଟ୍ରେନିଂ ଦିଆଯାଏ।
ଷ୍ଟ୍ରମ୍ ବର୍ତ୍ତମାନ ଦୀର୍ଘ ଏଠି ଆସିବାର ହେଇଗଲାଣି 5-6 ବର୍ଷ। 5-6 ବର୍ଷ ଭିତରେ ଷ୍ଟ୍ରମ୍ ଆସିକି ପହଞ୍ଚିଲା ବ୍ରହ୍ମପୁର। ବ୍ରହ୍ମପୁର ଆସିଲା ପରେ ଆମେ ତାର ଦାୟିତ୍ୱ ଷ୍ଟ୍ରମ୍ ପାଇଁ ଆମେ ବହୁତ ଦାୟିତ୍ୱ ଇଏ କରିକି ଟ୍ରେନିଂ ବହୁତ ଇଏ କରାଯାଇଛି। ତା ପୂର୍ବରୁ ତ ସେ ହେଡକ୍ୱାର୍ଟର କଟକ ଥିଲା। କଟକରୁ ଆସିଲା ପରେ ଏଇଠି ବ୍ରହ୍ମପୁର ଫାର୍ଷ୍ଟ ଟାଇମ୍ ପାଇଁ ସେ ସଫଳତା ଷ୍ଟାର୍ଟ କରିଛି। ନିଶ୍ଚୟ ଆପଣମାନେ ଯେଉଁ ଖବର ପାଇଥିଲେ ଯେ ଆମର ଗୋଟେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡଗ୍ ଷ୍ଟର୍ମ ଯାଇଥିଲା ୱାୟନାଡ଼। ସେଠି ଆମର 5 ଜଣ ତା ସାଙ୍ଗରେ ଲୋକ ଯାଇଥିଲେ, ଗୋଟେ ଟିମ୍ ଯାଇଥିଲା ଏବଂ ବହୁତ ସକ୍ସେସଫୁଲି ସେ 10ରୁ 12 ଜଣଙ୍କର ଡିଟେକ୍ଟ କଲା ଏବଂ ସେଠି ତାକୁ ବହୁତ ପ୍ରଶଂସା କରାଗଲା। ତେଣୁ ଓଡ଼ିଶା ପୋଲିସରେ ଆମର ବର୍ତ୍ତମାନ ସେ ଗୋଟିଏ ହିଁ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡଗ୍ ଥିଲା ଯେଉଁଟାକି ବ୍ରହ୍ମପୁରରେ ଥିଲା। ତେଣୁ ବହୁତ ଭଲ କାମ କରିକି ଆସିଛି ଆଉ ସମସ୍ତେ ପ୍ରଶଂସା ବି କରିଛନ୍ତି। ତେଣୁ ମୁଁ ଭାବୁଛି ଆମର ଯେଉଁ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡଗ୍ ଯଦି ଆମର ବଢ଼ାଯାଇପାରିବ ତାହେଲେ ଭବିଷ୍ୟତରେ କାମ ଦେବ। ବେସିକାଲି ପୋଲିସରେ 2 ପ୍ରକାର ଡଗ୍ ରହନ୍ତି, ସ୍ନିଫର ଆଉ ଟ୍ରାକର। ଆମର କ୍ରାଇମ୍ ଆଣ୍ଡ କ୍ରିମିନାଲ ଇନଭେଷ୍ଟିଗେସନ କରିବାକୁ ଆଉ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡଗ୍ ଆକ୍ଚୁଆଲି ଫାୟାରରେ ବି ଇଣ୍ଡକ୍ଟ କରାଯାଇଛି। ତେଣୁ ଆମର ବର୍ତ୍ତମାନ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁଟା ଯେଉଁ ଅପରେସନ୍ ଅଛି ଡିଜାଷ୍ଟର ମ୍ୟାନେଜମେଣ୍ଟରେ এটা ବର୍ତ୍ତମାନ ଆହୁରି ଷ୍ଟ୍ରଙ୍ଗ ହେବ ଆଫ୍ଟର ଦି ଇଣ୍ଡକ୍ସନ୍ ଅଫ୍ ଡଗ୍ସ ଇନ୍ ଫାୟାର ସର୍ଭିସେସ୍। କେରଳର ଭୂସ୍ଖଳନରେ ପୋଲିସ ଡଗ୍ ଷ୍ଟ୍ରମ୍ର ରହିଥିଲା ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାଟି ତଳୁ ଶବକୁ ଖୋଜି ବାହାର କରିବାରେ ଗୋଟିଏ ପରେ ଗୋଟିଏ ସଫଳତା ପାଇଥିଲେ ଏହି ପୋଲିସ ଟିମ୍, ଯେଉଁମାନେ ବର୍ତ୍ତମାନ ବ୍ରହ୍ମପୁର ଫେରିଛନ୍ତି ଆଉ ସାରା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ବ୍ରହ୍ମପୁରରୁ ସମୀରାଚାର୍ଯ୍ୟ, ଇଟିଭି ଭାରତ।